ଅକ୍ଟୋବର 3 ରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି20 ବିଶ୍ୱକପ। ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟ। ମହିଳା ଟି20 ବିଶ୍ୱକପ ପାଇଁ ଆଇସିସି ଟିକେଟର ମୂଲ୍ୟ ପ୍ରକାଶ କରିଛି। ଉଭୟ ମ୍ୟାଚ୍କୁ ମିଶାଇ ଗୋଟିଏ ଟିକେଟ ଜାରି ହୋଇଛି, ଯାହାର ସର୍ବନିମ୍ନ ମୂଲ୍ୟ ମାତ୍ର 15 ଦିରହମ ରହିଛି, ଯାହାକୁ ଭାରତୀୟ ମୂଲ୍ୟରେ ମାତ୍ର 342 ଟଙ୍କା। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ୍କୁ ଆହୁରି 8 ମାସ ବାକି ଥିବାବେଳେ ଏବେଠାରୁ କିଏ ଫାଇନାଲକୁ ଯିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦମଦାର ଫର୍ମରେ ଥିବା ଟିମ ଇଣ୍ଡିଆ କଣ କ୍ରମାଗତ ତୃତୀୟ ଥର ଫାଇନାଲରେ ପହଞ୍ଚିପାରିବ? ରୋହିତ ସେନା କଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ? କାନପୁରରେ ଖେଳାଯିବ ଭାରତ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଚେନ୍ନାଇ ଟେଷ୍ଟ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ କାନପୁରରେ ପହଞ୍ଚିଛି। ହୋଟେଲରେ ଖେଳାଳିଙ୍କୁ ଧୁମ୍ଧାମରେ ସ୍ୱାଗତ କରାଯାଇଥିଲା। ତେବେ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ସ୍ୱାଗତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଇଣ୍ଡିଆନ୍ ପ୍ରିମିୟର ଲିଗ 2023 ସିଜନ ସମୟରେ ବାମହାତୀ ମିଡିୟମ ପେସର ଏସ ଦୟାଲ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ସେ ଚର୍ଚ୍ଚା ତାଙ୍କ ପ୍ରଦର୍ଶନକୁ ନେଇ ହୋଇନଥିଲା, ବରଂ ଦୁର୍ବଳ ବୋଲି ପ୍ରଦର୍ଶନ ପାଇଁ ସେ ପ୍ରଶ୍ନଘେରକୁ ଚାଲି ଆସିଥିଲେ। ତେଣୁ ପ୍ରଶ୍ନ ଉଠୁଛି, ଏଥର ସେ ଭଲ ପ୍ରଦର୍ଶନ କରିବେ କି? ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ 32ତମ ଏକଲବ୍ୟ ପୁରସ୍କାର। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ପ୍ରତ୍ୟାଶା। ଏଥର ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ 5 ଲକ୍ଷ ବଦଳରେ 7 ଲକ୍ଷ ଟଙ୍କା ପ୍ରଦାନ କରାଯିବ। କୋହଲିଙ୍କ ପାଇଁ 58 କିଲୋମିଟର ସାଇକେଲରେ ଆସିଲେ 15 ବର୍ଷୀୟ କିଶୋର। ବିରାଟ କୋହଲିଙ୍କର ଟିକିଏ ମାତ୍ର ଝଲକ ପାଇବା ପାଇଁ ଏହି ବାଳକ ଉନ୍ନାଓରୁ କାନପୁର ପର୍ଯ୍ୟନ୍ତ ଏକାକୀ ସାଇକେଲ ଚଢ଼ି ଆସିଥିଲା। କାନପୁରରେ ଆଜିଠାରୁ ଆରମ୍ଭ ହୋଇଛି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ